रावणर सैन्यक मध्य गोलयुद्ध आरंभ होईछि। राम लक्ष्मण किभଳି जीले से कथा भाबी रावण आश्चर्य होईछि। कोलाहल कंपी उठिछि लंका। उभय पक्षरु बहुबल मृताहत होइछन्ति। प्रथम थर पई निजे रावण युद्ध को आसीछि विपुल आयोजन रे। तार समरसज्जा विषय राम लक्ष्मण को कहउचन्ति विभीषण। श्रीराम लक्ष्मण सुग्रीव हनुमान रावण सह युद्ध आरंभ करिछन्ति। तरु पाड़ी छाड़ते रड़ी लंका को बानरे पड़ती उड़ी बाजिला गोल उभय बल सिंधु मंथन प्राय कचहल कपिंक बाणी रावण शुणी बोलई के मंत जिले पुणी विस्मय हेला शत्रु न मला पुत्र धूम्राक्षराई बोइला असुर गण थिबे बहन मारी आस बाबू राम लक्ष्मण हेमंत शुणी कुमार मणि पश्चिम द्वारे बाहर रावणी असुर श्रेणी देश न जानी बंध भांगिले जेम्हे जाई पानी कले करण बानर गण बड़ बड़ वृक्ष मान घेनिण कले समर सर्व असुर घेनि खड़ग कुंत धनुषर एही सकती शूल मारती कुठार गदा घेनि प्रहारती देखिण हनु रावण सुनु जेसने राहु ग्रास करे भानु धूम्र राक्षस कपि विशेष मारी प्रवेश हेला राम पास पथर घेनी थिला पावनी कचाड़िला धूम्राक्षर मूर्धनी असुरे मले पलाई गले धूम्र राक्षस मलार कहिले शुणी रावण कला कारुण्य वज्र मुष्टि किराइला पण तु एबे जीवु कपि मारिबु हेला युद्ध केबे न करिबु सेही अइला सैन्य घेनिला दक्षिण द्वारे बाहर होइला रथे बसिला धनु धइला अंगद आगे प्रवेश होइला सर संधिला कपि माइला अंगद संगे सर दृष्टि कला क्रोधे अंगद करिण नाद वृक्षे कपिटिला दैत्यर हृद ताहा संभाली असुर बळी सर प्रहारन्ते रुधिर गळी घेनी पथर बाली कुमार कचाड़िला रथ सारथी पर रथ भांगिला सारथी मला असुर खड़ग करे धइला अंगद धाई धइला जाई खड़गता करू नेला छड़ाई से कपि षंढ देला कदंड सेही खड़गे काटी तार मुंड सैन्य भाजिला बारता हेला अंगद करे वज्र मुष्टि मला शुणी रावण सक्रोध मन अकंपन कु कहई वचन कुंभे मोहर कर समर उप्रोधन करी बानर मार आज्ञा पाइला सैन्य साजिला पश्चिम द्वारे बाहर होइला बसी रथर सैन्य संगर उदय होइला कि दिवाकर उभय थाट होइले भेट संग्रामे बेनी बड़ हेले नष्ट कले समर कपि असुर अकंपन कु देखि हनु वीर भासिला रथ हेला अनर्थ असुर कांड होइला व्यर्थ असुर शिर मोड़ते वीर नछिंडते पकाइले भूमिर शिळे कनेई देले पकाई असुर शिर रे पड़िला जाई रड़ी छाड़िला प्राण उड़िला पथर बाजिण असुर मला भाजिले
ହାଟ ନ ପାଇ ଭେଟ ଲଙ୍କାରେ ପଶିଲେ ପାଇଣ କଷ୍ଟ ବାରତା ହେଲା ଚାର କହିଲା ହନୁ ହାତରେ କମ୍ପନ ମଲା ଶୁଣି ରାବଣ କରି କାରୁଣ୍ୟ ପ୍ରହସ୍ତ କୁହକାରୀ ସେହି କ୍ଷଣ ତୁମର ସବୁ ଯୁଦ୍ଧରେ ବାବୁ ପୁତ୍ରଙ୍କର କଷ୍ଟ ପାସରାଇବୁ ଶୁଣି ପ୍ରହସ୍ତ ସୈନ୍ୟ ବହୁତ ଦେଖି ବାହାରନ୍ତେ ବିଘ୍ନ ବହୁତ ବସି ରଥର ପୂର୍ବ ଦୁଆର ସଙ୍ଗରେ ସୈନ୍ୟ ଘେନିଣ ପାର ଧନୁ ଧଇଲା ସୈନ୍ୟ ପଶିଲା ଅନେକ ରୁକ୍ଷ ବାନର ମାଇଲା ବିଷମରଣ କଲା ଆପଣ କୋଟି କୋଟି ମଲେ ବାନର ଗଣ ବାନର ମଲା ନୀଳ ଦେଖିଲା ତରୁ ଶିଳା ଧରି ଆଗେ ହୋଇଲା କଲେ କରଣ ସେବେ ନିଜଣ ଅସୁର ବିନ୍ଧଇ ସାୟକ ଟାଣ ତା ଦେଖି ନୀଳ ମାଇଲେ ଶିଳ ଭାଜିଲା ରଥ ଉଭା ହେଲେ ତଳ ନୀଳ ଶରୀରୁ ବହେ ରୁଧିର କମ୍ପେ ଅଙ୍ଗଦ ହୋଇ ଥର ହର କରିଣ ରଡ଼ି ତରୁ ଉପାଡ଼ି ପ୍ରହସ୍ତ ଉପରେ ନେଇ କଚାଡ଼ି ମଲା ଅସୁର ଭାଜିଲା ସର ଶତ ଖଣ୍ଡ ହୋଇ ପଡ଼ି ଭୂମିର ଦୈତ୍ୟ ସଇନି ପଡ଼ି ମେଦିନି କେହି କେହି ଗଲେ ଜୀବନ ଘେନି ରୁଧିର ନଈ ସମରେ ବହି ସବରେ ପୃଥିବୀ ଦିଶଇ ନାହିଁ ନାଚେ କବନ୍ଧ ସବ ଦୁର୍ଗନ୍ଧ ବିହରେ ଶୃଗାଳ ଶାଗୁଣା ବୃନ୍ଦ ଲଙ୍କା ରାଜନ ବିକଳ ମନ ଶୁଣିଣ ସେ ପ୍ରହସ୍ତର ନିଧନ ଘୋଷଣା ଦେଲା ସୈନ୍ୟ ସାଜିଲା ଆଜ ମୁଁ ବିଜେ କରିବି ବୋଇଲା ବାହାର ରାଜା ବଜାଇ ବାଜା ହୁଅନ୍ତି ଅସୁରେ ବଡ଼ ତରିଜା ଅନେକ ରଥି ଅନେକ ହାତୀ ଅନେକ ଅଶ୍ଵ ଅନେକ ପଦାତି କରଇ ବିଜେ ଅସୁର ରାଜେ ତୁରି ଭେରି ଶଙ୍ଖ କାହାଳି ବାଜେ ଅଶ୍ଵ ପଛର ଗଜ ଆଗର ସମଦଣ୍ଡେ ନିଜେ ଅସୁରେଶ୍ୱର ପଡ଼ନ୍ତି ଭାଟ ନଟକ ନାଟ ଦାଣ୍ଡ ପୁରୀଣ ଯାଉଛନ୍ତି ଥାଟ ବିବିଧ ଛତ୍ର ଅତି ବିଚିତ୍ର ହରଇ ଅଖିଳ ଜନଙ୍କ ନେତ୍ର କି ସ୍ୱର୍ଗପୁର କରିବେ ଜୁର ଏହା ବିଚାରି ଡରନ୍ତି ଅମର କରିବରଣ ଆଜି ଆପଣ ଦିନ ବିଶି ଭଣେ ରାମଚରଣ କରିବରଣ ଆଜି ଆପଣ ଦିନ ବିଶି ଭଣେ ରାମଚରଣ ଚତୁରଙ୍ଗ ବଳ ଘେନି ବିଜୟ ରାବଣ ଯାନ ଚଢି ବେଢିଛନ୍ତି ପୁତ୍ର ପୌତ୍ର ଗଣ ଗଣର ଉତ୍ତର ଦ୍ୱାରେ ବାହାର ହୋଇଲେ ପ୍ରଳୟ କାଳରେ ଯେହ୍ନେ ସିନ୍ଧୁ ଛୁଡ଼ିଲେ ରଥ ଗଜ ଲକ୍ଷ ଲକ୍ଷ ପଦାତିୟ ଶେଷ ଅଶ୍ୱବୃନ୍ଦ ମହିଷିଆ ବରି ରାଜ ପାଶ ଦେଖିଣ ଶ୍ରୀରାମଚନ୍ଦ୍ର ବିଭୀଷଣେ ଚାହିଁ ବୋଲନ୍ତି ଦେଖ ଅସୁରେ ଆସୁଛନ୍ତି ବାହି ଅନେକ ରଥ ସାଙ୍ଗରେ ଆସେ କେଉଁ ଦୈତ୍ୟ ଜଣ ଜଣ କରି ଆମ୍ଭ ଅଗ୍ରେ କହ ସତ୍ୟ ଶୁଣି ବିଭୀଷଣ ଆଙ୍ଗୁଳି ଦେଖାଇ କହେ କମ୍ପନ ଅସୁର ରଥ ଚଢି ଆଗେ ଧାଏ ଦେଖ ଦେଖ ଦେବ ମଧ୍ୟରେ ଅସୁରେଶ୍ୱର ବିଜେ କରି ଆସଇ କନକ ରହୁ ବର ଦଶ ଶିର ଦଶ ମୁକୁଟ ମଣିମୟ ଗଣ୍ଡେ ଝଲକନ୍ତି ମକର କୁଣ୍ଡଳ ଜୟ ଦଶ ଭୁଜରେ କମାଣ ଦଶ ଭୁଜେ ବାଣ ଶ୍ୟାମ ମେଘ ପ୍ରାୟ କାନ୍ତି ଦେବ ଏ ରାବଣ ରାବଣ ଦକ୍ଷିଣ
ଜିତ ବୀର ବାମ ପାରୁଷରେ ରଥ ଚଢି ମହୋଦର ନରାନ୍ତକ ଦେବାନ୍ତକ ଅଛନ୍ତି ପାଶର ତାହାଙ୍କ ପାଶରେ ଆସୁଅଛ ଇତି ଶିର କୁମ୍ଭ ନିକୁମ୍ଭ ଏ ଦେବ କୁମ୍ଭ କର୍ଣ୍ଣ ସୂତ ଅତିକାୟ ମହାଭୟ କରଇ ବେଦାନ୍ତ ସାବଧାନ ହୋଇ ଦେବ କରିବା ସମର ଯେଉଁମାନେ ଆସୁଛନ୍ତି ମହାମହାବୀର ଶୁଣି ଶ୍ରୀରାମ ବୋଲନ୍ତି ଆହେ ଲଙ୍କାପତି ଏହି ଚୋରାଇ ଆଣିଛି ଜନକ ଦୁହିତି ଏତେ ବୋଲି ଲକ୍ଷ୍ମଣଙ୍କୁ ପାଶ ପୁରାଇଲେ ପ୍ରତିଜ୍ଞା କରି କୋଦଣ୍ଡେ ଗୁଣ ଚଢାଇଲେ ବୃକ୍ଷ ରାକ୍ଷସ ମକଟ ହୋଇଲେ କଭେଟ ମିଶାମିଶି ହୋଇ ଗୋଳ କଲେ ବେନି ଥାଟ ଯୁଦ୍ଧପଥି ମାନେ ରଥି ମାନଙ୍କ ସଙ୍ଗରେ ଯୁଦ୍ଧ କଲେ ବେନି ବେନି ଏକ ଆରକରେ ଶାଳଶୀଳ ଅସ୍ତ୍ର ମାନ କରୁଛନ୍ତି ବୃଷ୍ଟି କେହି କାହାକୁ ନ ଛାଡେ ହୋଇ ଏକା ଦୃଷ୍ଟି ଲଙ୍କପତି କି ପାବନି ଶାଳଶୀଳ ଘେନି ପ୍ରହାରନ୍ତେ ରାବଣ କାଟିଲା କାଣ୍ଡେ ବେନି ବହୁରଣ କଲେ ବେନି ସୁଗ୍ରୀବ ରାବଣ କୋପେ ସୁଗ୍ରୀ ହୃଦକୁ ମାଇଲା ଏକ ବାଣ ରାବଣର ସରେ ସୁଗ୍ରୀ ହୃଦ ଗଲା ଫୁଟି ଅଜ୍ଞାନ ହୋଇ ପଡ଼ିଲେ ପୃଥିବୀରେ ଲୋଟି ଏହା ଦେଖିଣ ମାରୁତି ଆଗେ ଓଗାଳିଲେ ବଜ୍ର ସମ କରି ତାକୁ ଚାପୋଡ଼େ ମାଇଲେ କ୍ଷଣକେ ରାବଣ ତହିଁ ହୋଇଗଲା ମୋହ ମୋହ ତେଜି ଚାପୋଡ଼େ ମାଇଲା ହନୁ ଦେହ ପୁଣି ବିଧାଏ ମାରିଣ ରାବଣ ପୁରକୁ ଆପणे ନିନ୍ଦଇ ହନୁ ଆପଣା କରକୁ ଶୁଣୁଥିଲି କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 70ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ। ପ୍ରଯୋଜନା ଡ ଶାନ୍ତନୁ କୁମାର ରଥ।